ଲଗେଇଥିବା ସେ ଫଳ ବଗିଚା ପାଇଁ ଆମେ ଅନେକ ଉପକାର ପାଉଛେ। ଆମକୁ ଆଉ ଖାଇବାର ଚିନ୍ତା ରହୁନି। ହଁ ଚଢ଼େଇ, ତୁ ଠିକ କହିଲୁ। ଏମିତି କଥା ହେଇ ସବୁ ଚଢ଼େଇ ସେ ଫଳ ବଗିଚାରେ ପହଞ୍ଚିଲେ। ସେ ବଗିଚାରେ ଅନେକ ଗୁଡ଼ିଏ ଫଳ ଗଛ ଥିଲା। କେବଳ ଗୋଟିଏ କଣ୍ଟା ଗଛ ଥିଲା, ଯୋଉ ଗଛରେ ଗୋଟେ ବି ଫୁଲ କି ଫଳ ହେଉନଥିଲା। ଆରେ ସାଙ୍ଗମାନେ, ଦେଖ ଦେଖ, ଆମ୍ବ ଆଉ ପଣସ ଗଛରେ କେତେ ସାରା ଫଳ ଫଳିଛି। ଚାଲ ସବୁ ଗଛରୁ କିଛି କିଛି ଫଳ ନେଇ ଘରକୁ ଯିବା। ହଁ ଠିକ କଥା। ମୋ ପିଲାମାନେ ମିଠା ଆମ୍ବ ଖାଇବାକୁ ଇଚ୍ଛା କରିଥିଲେ। ସେମାନେ ଫଳ ସବୁ ଦେଖିଲେ ଅନେକ ଖୁସି ହେଇଯିବେ। ତାପରେ ଚଢ଼େଇମାନେ ଗଛରୁ ଫଳ ତୋଳି ସାରି ଘରକୁ ଗଲେ। ଚଢ଼େଇମାନଙ୍କ କଥା ଶୁଣି ଗଛମାନେ ଖୁବ୍ ଖୁସି ହେଇଗଲେ। ଆରେ ଆମ୍ବ ଗଛ, ଚଢ଼େଇମାନଙ୍କ କଥା ଶୁଣି ପାରିଲୁ? ଚଢ଼େଇମାନେ ଯେବେ ବି ଆମର ପ୍ରଶଂସା କରନ୍ତି ମତେ ଭାରି ଭଲ ଲାଗେ। ହଁ ପଣସ ଗଛ, ତୁ ଏକଦମ ଠିକ କଥାଟି କହିଲୁ। ଆମେ ଚଢ଼େଇମାନଙ୍କର ବହୁତ ଉପକାର କରନ୍ତି। ସେ କଣ୍ଟା ଗଛକୁ ଦେଖୁନୁ, ନା ତାର ଫୁଲ ଅଛି ନା ତାର ଫଳ ଅଛି। ସେ କାହାର ବି ଉପକାର କରୁନି। ଫୁଲ ପରି ତାକୁ କାହିଁକି ରଖିଛନ୍ତି କେଜାଣି? ଆମ ପରି ସୁନ୍ଦର ସୁନ୍ଦର ଗଛଙ୍କ ପାଖରେ ଏ ଅସୁନ୍ଦର କଣ୍ଟା ଗଛକୁ ଦେଖିଲେ ଜମା ଭଲ ଲାଗୁନି। କେବେ ଯେ ଫୁଲ ପରିବାକୁ କାଟିବେ? ସାଙ୍ଗ ଆମ୍ବ ଗଛ, ସାଙ୍ଗ ପଣସ ଗଛ, ସବୁଦିନ ଏମିତି କଥା କହି ମତେ କଷ୍ଟ କାହିଁକି ଦିଅ? ମୁଁ ବି ସମସ୍ତଙ୍କ ଉପକାର କରିବାକୁ ଚାହୁଁଛି, କିନ୍ତୁ ଆଜି ଯାଏ ମୋ ଗଛରେ ଗୋଟେ ବି ଫୁଲ କି ଫଳ ହେଲାନି। ଏମିତି କାହିଁକି ହେଉଛି ମୁଁ କିଛି ବି ଜାଣିନି। ଏଇ କଣ୍ଟା ଗଛ, ମୁଁ ତତେ କେତେଥର କହିବି ଆମକୁ ସାଙ୍ଗ କହିବୁନି? ତୁ ଆମର ସାଙ୍ଗ ହେବାକୁ ଯୋଗ୍ୟ ନୁହଁ, ବୁଝିଲୁ? ତୁ ଆମ ପରି କେବେ ବି ହେଇପାରିବୁନି। ଆରେ ଆମ୍ବ ଗଛ, ତୁ ସେ କଣ୍ଟା ଗଛ ସହ କାହିଁକି କଥା ହେଉଛୁ କହିଲୁ? ତା ସହ କଥା ହେଇ ନିଜ ସମୟ ନଷ୍ଟ କରନି। ଫୁଲ ପରି ଆମକୁ ସମସ୍ତଙ୍କ ଉପକାର କରିବାକୁ ରଖିଛନ୍ତି, ସେଥିପ୍ରତି ତୁ ଧ୍ୟାନ ଦେ। ଦୁଇ ଗଛଙ୍କ କଥା ଶୁଣି କଣ୍ଟା ଗଛର ମନ ଦୁଃଖ ହେଇଗଲା। ସନ୍ଧ୍ୟାରେ ଫୁଲ ପରି ଆସି ସବୁ ଗଛଙ୍କ ମୂଳରେ ପାଣି ଦେଇ ତାଙ୍କର ଯତ୍ନ ନେଲା। ଫୁଲ ପରି, ମୁଁ ଗୋଟେ ଅଯୋଗ୍ୟ ଗଛ। ମୋ ଗଛରେ ଫୁଲ କି ଫଳ ନାହିଁ, କେବଳ କଣ୍ଟା ଆଉ ପତ୍ର ଅଛି। ମୁଁ କାହାର ବି ଉପକାର କରିପାରୁନି। ମୋର ଆଉ ଯତ୍ନ ନିଅନ୍ତୁନି, ମତେ କାଟି ଦିଅନ୍ତୁ। ଆରେ କଣ୍ଟା ଗଛ, ଏ ଦୁନିଆରେ କେହି ବି ଅଦରକାରୀ ନୁହନ୍ତି। ତୁ ନିଜକୁ ଅଯୋଗ୍ୟ ଭାବି ମନ ଦୁଃଖ କରନି। ତୁ ଆଜି ସିନା କାହାର ଉପକାର କରିପାରୁନୁ, କିନ୍ତୁ ଦିନେ ଦିନେ ତୁ ସମସ୍ତଙ୍କ ଉପକାର କରିପାରିବୁ। ମୁଁ ଶୁଣିଥିଲି ଏ ଜଙ୍ଗଲରେ ଅନେକ ଚଢ଼େଇଛୁଆ ଅଛନ୍ତି। ମୁଁ ଏବେ ଚଢ଼େଇଛୁଆ ମାନଙ୍କୁ ଧରି ମୋ ଶକ୍ତି ବଢ଼େଇବି। ହା ହା ହା। ଏମିତି ପିଶାଚି ଏକ ଯୋଜନା ବନେଇଲା। ତାପରେ ସେ ଏକ ସୁନ୍ଦରୀ ଚଢ଼େଇର ରୂପ ନେଲା। ସେ କିଛି ଯାଦୁର ଆଇନା ଧରି ଜଙ୍ଗଲ ଭିତରକୁ ଗଲା ଆଉ ବିକ୍ରି କଲା। ଆଇନା ନିଅନ୍ତୁ ଆଇନା, ସୁନ୍ଦର ସୁନ୍ଦର ଆଇନା। ଏ ଆଇନାରେ ଯିଏ ମୁହଁ ଦେଖିବ ସେ ଦ୍ୱିଗୁଣା ସୁନ୍ଦରୀ ହେଇଯିବ। ଆରେ ତୁମେ କିଏ? ମୁଁ ତୁମକୁ ତ ଆଗରୁ ଏ ଜଙ୍ଗଲରେ ଦେଖିନି। ମୁଁ ପାଖ ଜଙ୍ଗଲରୁ ଆସିଛି। ମତେ ଜଣେ ସାଧୁ କିଛି ଯାଦୁର ଆଇନା ଦେଇଥିଲେ। ମୁଁ ସେ ଯାଦୁର ଆଇନା ବିକ୍ରି କରି ମୋ ଘର ଚଳାଏ। ଏଇ ଆଇନାରେ ଯିଏ ମୁହଁ ଦେଖିବ ସେ ଦ୍ୱିଗୁଣା ସୁନ୍ଦରୀ ହେଇଯିବ। ତୁମେ ସତ କହୁଛ? ମୋର ଗୋଟେ ଝିଅ ଅଛି। ମୋର ବହୁତ ଦିନର ଇଚ୍ଛା ମୋ ଝିଅ ଅନେକ ସୁନ୍ଦରୀ ହେଇଯାଉ। ହଁ ହଁ, ତୁମ ଝିଅ ଏଇ ଜଙ୍ଗଲରେ ସମସ୍ତଙ୍କଠୁ ସୁନ୍ଦରୀ ହେଇଯିବ। ତୁମେ ଗୋଟେ କାମ କର, ତୁମେ ଏଇ ଯାଦୁର ଆଇନା ନେଇ ସବା ପ୍ରଥମେ ତୁମ ଝିଅକୁ ଦେଖାଅ, ତାପରେ ଯାଦୁ ଦେଖିବ। ଏମିତି ଶୁଣି କାଉ ଖୁସିରେ ଯାଦୁର ଆଇନା ଧରି ତା ଘରକୁ ଗଲା। ଏସବୁ ଦେଖି ପିଶାଚି ଖୁବ୍ ଖୁସି ହେଇଗଲା। ଯାହା ହେଉ, ମତେ ଗୋଟେ ବୋକା ଚଢ଼େଇ ମିଳିଗଲା। ତା ଝିଅ ହେବ ମୋର ପ୍ରଥମ ଶିକାର। ଆହୁରି ଛୋଟ ଛୋଟ ଛୁଆଙ୍କୁ ଧରିବାକୁ ହେଲେ ମତେ ଛୋଟ ଛୁଆଙ୍କର ଜିନିଷ ବିକିବାକୁ ପଡ଼ିବ। ମୁଁ କିଛି ଚକୋଲେଟ୍ ତିଆରି କରିନିଏ। ମୁଁ ଶୁଣିଛି ଛୋଟ ଛୁଆ ମାନଙ୍କୁ ଚକୋଲେଟ୍ ଖାଇବାକୁ ଭାରି ଭଲ ଲାଗେ। ଏମିତି ପିଶାଚି ଯାଦୁର ଚକୋଲେଟ୍ ତିଆରି କରିବା ପାଇଁ ତା ଗୁମ୍ଫାକୁ ଗଲା। ସେପଟେ କାଉ ଛୁଆ ଯେମିତି ଆଇନାରେ ମୁହଁ ଦେଖିଲା, ସେ ପିଶାଚିର ଯାଦୁରେ ପଡ଼ି ତା ଗୁମ୍ଫାକୁ ବାହାରିଲା। ଆରେ ମା, ଏକୁଟିଆ କୁଆଡ଼େ ଯାଉଛୁ? ଲାଗୁଛି ଝିଅଟା ଖୁସିରେ ତା ସାଙ୍ଗମାନଙ୍କୁ ଏ କଥା କହିବାକୁ ଗଲା। ମୁଁ ଯାଏ ମୋ ଘର କାମ କରେ। ବୋକା
ପିଶାଚୀର ଷଡ଼ଯନ୍ତ୍ର ବୁଝି ନ ପାରି ତା ଝିଅ ସୁନ୍ଦରୀ ହେବ ଭାବି ଖୁସି ହେଉଥିଲା। ସେପଟେ କାଉ ଛୁଆ ପିଶାଚୀ ପାଖରେ ପହଞ୍ଚିବା ପରେ ପିଶାଚୀ ତାକୁ ବନ୍ଦୀ କରି ରଖିଲା। ହା ହା ହା, ଗୋଟେ ଛୁଆକୁ ତ ବନ୍ଦୀ କରି ରଖିଲି, ଏବେ ମତେ ଆହୁରି ଚଢ଼େଇ ଛୁଆ ଦରକାର। ମୋ ଯାଦୁର ଚକୋଲେଟ ତିଆରି ହେଇଗଲା, ମୁଁ ଏବେ ସବୁ ଧରି ଜଙ୍ଗଲ ଭିତରକୁ ଯାଏ। छोट पिला माने तमे माने बे स्कूल रो फेरुछ ना, तम मानकु देखि मते मो पिला दिनर कथा माने पड़ी गला। मो जेते बे छोट थिली स्कूल रो फेरिया बे चॉकलेट केनी खाउतिली, मो एबे चॉकलेट बिकिबा को जाउतिली। तम मानकु देखि तम पाखको चली आसिली। ए किछि चॉकलेट नै खाओ, मो तमठो टंकाटे भी नेबिनी, ए सबु मो मागणारे देउची। ना ना आंटी, मम्मा मना करिसंती, अजणा अछि ना चढ़ेंगा पाखरु किछि जिनिस नेबा पई, आमे तुम चॉकलेट नेबुनी, तुमे तो जाओ, चलो संग माने आमे घर को जिबा। कोनी तो चॉकलेट न खाइबो जदी न खा, आमे किंतु चॉकलेट खाइबो। आंटी हमको चॉकलेट दियो, आमे खाइबो। एमिति सुनी कोनी चढ़ेता घर को फेरी गला। जेमिति दुई छुआ पिशाचीर चॉकलेट खाइले, सेमाने पिशाचीर पछे पछे ता गुंफा को चली गले। चढ़ई माने जेते बेले निज छुआ मानक पाइलेनी, सेमाने मन दुखरी कांदिले, आ गोटे जागा रे एकाठी हेले। मां कोनी, आम झिया माने सब बेले तो सांगरे घर को फेरंती, आजी कोन हैला जे सेमाने घर को आसिलेनी? आंटी आजी स्कूल रो घर को फेरिबा समय रे जणे आंटी हमको चॉकलेट देउथिले। एमिति कोनी चढ़ई समस्तंको सब घटना कहिला। कोन कहूछु कुनी, एमिति गोटे चढ़ई मते चातुर आईना देइथिला, से चातुर आईना रे मुह देखिबा परे ही मो झियो घर बाहरी गला, तापरे से आ घर को फेरिनी। ए तुमी कोन कहूछु काऊ भोणी, ए सब घटना साधारण लागुनी, चलो आमे एबे ही फुलपरी के पाखो जिबा, हाउ तांको सब कथा कहिबा। एमिति चिंता करी सब चढ़ई फुलपरी पाखो गले, आउ ताको सब घटना कहले। से पिशाची अनेक दिनरु बंदी हेइथिला, एबे से मुक्त हेई ता शक्ति द्विगुण करबाको चाहुची, सेथि पई से चढ़ई छुआंको बंदी करी रखिची। एबे केवल कंटा गछ ही समस्तंको सहाय्य करि परिबो, ता पाखरे ए विपदरु मुक्त हेबार रास्ता अछि, आसम सांगरी। किंतु फुलपरी मु केमिति समस्तंको सहाय्य करि परिबी? कंटा गछ तो पत्र रे अनेक शक्ति अछि, से पत्र रे जो रस तयारी हेई परिबो, से रस पिशाची को ध्वंस करि परिबो। एमिति फुलपरी से कंटा गछरु किछि पत्र नै रस बाहर कला। अन्य गछ माने जेते बेले कथा जानिले, से माने कंटा गछ को क्षमा मागिले। कंटा गछ हमको क्षमा करि दे, आमे तो सह अनेक खराब व्यवहार करिचु, एबे आमे बुझी गलु समस्तंकर अलग अलग गुण थाए, आमे तो केवल चढ़ई मानको खाइबा जगौथिलु, किंतु तू आजी तांको एते बड़ विपद रे रक्षा करि पारिलु। तामे माने मते क्षमा मागनी, मु तम मानको ऊपर रागिनी, आजी मु समस्तंको सहाय्य करि पारिली, सेतिकी रे मु अनेक खुशी। ए पत्रर रस को निया पिशाची ऊपर पकई देबा, पिशाची ध्वंस हेई जिबा, पिशाची को जमा भी भय करिबनी, मनरी साहस रख, ए काम केवल तमे माने ही करि परिबो। ए उड़ंता सप को भी निया, ये खूब शीघ्र तम माने को पिशाची पाखरे पहुंचई देबो। तापरि चढ़ई माने शीघ्र उड़ंता सपरे बसी पिशाची पाखरे पहुंचिले। तमे माने एटा को केमिति आसिलो? एठो चली जाओ, मो रास्ता रे जे भी आसीबो मु ताको छाड़ीबिनी। आजी तोर शेष दिन पिशाची, तू हमरो किछि खेती करि परिबुनी। एमिति कहि चढ़ई पिशाची ऊपरे कंटा पत्रर रस पकई देला, पिशाची ध्वंस हेई गला, चढ़ई छुआ माने मुक्त हेई गले। मां तुमे आसी गल्ला, हमको भारी डर लागुतिला। काननी पिला माने गोटे कथा मने रखिबो, अचिना अजणक पाखरु किछि भी जिनिस नेबनी, आउ काउ भोणी भगवान समस्तंको सुंदर बनिचंती, एमिति निज रूप को नै असंतोष करिबा ठीक नुह। हां चढ़ई